ସଂକ୍ରାନ୍ତି ହେଉଛି ବରୁଣେଶ୍ୱରଙ୍କର ସ୍ୱଜନ୍ମ ନକ୍ଷତ୍ର ଦିବସ। ଏହି ଦିନ ବ୍ରହ୍ମା ବରୁଣେଶ୍ୱରଙ୍କୁ ସ୍ଥାପନା କରିଥିଲେ। ଏହି ବରୁଣେଶ୍ୱର ମହାଦେବଙ୍କର ମକର ସଂକ୍ରାନ୍ତି ବ୍ୟତିରେକେ ଶିବରାତ୍ରି, ପଣା ସଂକ୍ରାନ୍ତି ଓ ରଜ ସଂକ୍ରାନ୍ତି ଇତ୍ୟାଦି ବହୁତ ବଡ଼ ବଡ଼ ପର୍ବ ମଧ୍ୟ ପାଳନ କରାଯାଏ। ଏହି ଅବସରରେ ଆଜି ମକର ସଂକ୍ରାନ୍ତିରେ ପ୍ରଥମେ ଆମର ନିତ୍ୟ ନୈମିତ୍ତିକ ସୂର୍ଯ୍ୟ ପୂଜା, ଅଭିଷେକ, ଠାକୁରଙ୍କର ବଡ଼ସିଂହାର ବେଶ ଓ ତା ସହିତ ଏଠି ପ୍ରସାଦ ବଣ୍ଟନର ବ୍ୟବସ୍ଥା ମଧ୍ୟ କରାଯାଇଥାଏ। ଆଜ୍ଞା ବରୁଣେଶ୍ୱର ମହାଦେବଙ୍କର ଅନେକ ଗୁଡ଼ିଏ ହୁକୁମ ଔଷଧ ଅଛି। ତା ଭିତରେ ଆଣ୍ଠୁଗଣ୍ଠି ବାତ, ଆଉ କୌଣସି ଲୋକର ଆଖି ନଷ୍ଟ ହୋଇଯାଇଥିଲେ, ଆଉ ନାନାଦି ପ୍ରକାରର ପେଟ ଯନ୍ତ୍ରଣା ଔଷଧ, ତା ସହିତ ଯେଉଁମାନେ ଅପୁତ୍ରିକ ନିଃସନ୍ତାନୀ ସେମାନଙ୍କ ପାଇଁ ମଧ୍ୟ ହୁକୁମ ଔଷଧ ଏଠାରେ ଆମମାନଙ୍କର ବରୁଣେଶ୍ୱର ଆଦେଶରେ ଦିଆଯିବ। ଆଜି ଆଜି ମକର ସଂକ୍ରାନ୍ତି ବାବା ବରୁଣେଶ୍ୱରଙ୍କର ଆଜି ବଡ଼ସିଂହାର ବେଶ। ଏ ବଡ଼ସିଂହାର ବେଶରେ ଭକ୍ତମାନେ ଆଜି ଲମ୍ବା ଧାଡ଼ିରେ ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ କରୁଛନ୍ତି, ଯାହାକି ଆଜି ଆନନ୍ଦ ଦେଉଛି। ଆଜି ବାବା ବରୁଣେଶ୍ୱର ବର୍ଷକରେ ଥରେ ଜଳରୁ ବାହାରିଥାନ୍ତି ଏବଂ ବାବା ଭକ୍ତମାନଙ୍କୁ ତାଙ୍କ ଡୋରିରେ ବାନ୍ଧି ରଖିଥାନ୍ତି ଏବଂ ଦର୍ଶନ ଦେଇଥାନ୍ତି। ଆଜି ଭଳି ବାବା ପବିତ୍ର ମକର ସଂକ୍ରାନ୍ତିରେ ଯେଉଁ ଭକ୍ତମାନେ ଯାହା ମାଗିଛନ୍ତି ଆଜି ବାବା ତାଙ୍କୁ ତାର ଆଶା ପୂରଣ କରନ୍ତି। ବର୍ଷକରେ ଥରେ ସେଇ ଦେଖା ଦିଅନ୍ତି ଏବଂ ଭକ୍ତଙ୍କର ଆଶା ପୂରଣ କରନ୍ତି।